ଏବେ ଦର୍ଶକ ବନ୍ଧୁ ଭୋ ଭୋଇ କାନ୍ଦୁଛନ୍ତି ସ୍ତ୍ରୀ। ସ୍ତ୍ରୀଙ୍କ କାନ୍ଦ ଦେଖିଲେ ଆଖିରୁ ଲୁହ ଝରି ଆସିବ। ଅଭିଜିତଙ୍କୁ ହରାଇଛି ସାରା ଓଡ଼ିଶା। ଶୋକାକୁଳ ପରିବେଶ। ହସ୍ପିଟାଲରେ ଅବସ୍ଥା ସମସ୍ତଙ୍କର ସାଂଘାତିକ ହୋଇପଡ଼ିଛି। ପରିବାରର ସମସ୍ତ ସଦସ୍ୟ ସେଠାରେ ପହଞ୍ଚିଛନ୍ତି ଏବଂ ତାଙ୍କର ଆଖିରେ ଲୁହ ଦେଖିଲେ ଆପଣଙ୍କ ଆଖି ଲୁହ ଛଳଛଳ ହୋଇଯିବ। ଅଭିଜିତ ମଜୁମଦାର ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଥିଲା ଏବଂ ବହୁ ଜଲ୍ଦି ସେ ସୁସ୍ଥ ହୋଇଯାଇଥାନ୍ତେ। ହେଲେ ଅଚାନକ ଏମିତି ଖବର ଆସିବା ପରେ ସାରା ଓଡ଼ିଶାରେ ଶୋକର ଲହରୀ ଖେଳିଯାଇଛି। ଅଭିଜିତ ମଜୁମଦାରଙ୍କ ଧର୍ମପତ୍ନୀ, ତାଙ୍କର ଅବସ୍ଥା ମଧ୍ୟ ଆପଣମାନେ ଦେଖିପାରୁଥିବେ। ସେ ଯେମିତି କାନ୍ଦୁଛନ୍ତି, ଆପଣ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଛଳଛଳ ହୋଇଯିବ। ପରିବାରର ସବୁ ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅ ଝିଅ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆପଣମାନେ ମଧ୍ୟ ଦେଖିପାରୁଥିବେ କି ଅଲିଉଡ୍ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀମାନେ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି। ଅଭିଜିତ ମଜୁମଦାରଙ୍କୁ ହସ୍ପିଟାଲରୁ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯିବ ଏବଂ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ। ସାରା ଓଡ଼ିଶା ଆଜି ଏକ ହୀରାକୁ ହରାଇଛି। ଅଭିଜିତ ମଜୁମଦାର ଓଡ଼ିଶା ଇତିହାସର ଜଣେ ଏମିତି ସଙ୍ଗୀତ ନିର୍ଦ୍ଦେଶକ, ତାଙ୍କ କଣ୍ଠରୁ ତାଙ୍କର ମେଲୋଡ଼ିର ଗୀତ ଆଉ କେବେ ବି ଆପଣମାନେ ଦେଖିବାକୁ ଶୁଣିବାକୁ ପାଇବେନି। ମାତ୍ର 54 ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲିଯାଇଛନ୍ତି ଅଭିଜିତ ମଜୁମଦାର। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଅଭିଜିତ ମଜୁମଦାର କିପରି ଲାଗନ୍ତି? ତାଙ୍କର ସଙ୍ଗୀତ ଆପଣମାନଙ୍କୁ କିପରି ଲାଗେ? ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ରୂପେ କମେଣ୍ଟ କରି ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ।